ଶ୍ରୀ ଗୁରୁଚରିତ୍ରର 29 ଅଧ୍ୟାୟ। ଏବେ ଆଉ କିଛି ବିଷୟ ମୁଁ ଆପଣଙ୍କୁ ବୁଝାଇବି। ରାକ୍ଷସ କହିଲେ ତାର ପୂର୍ବ ଜନ୍ମରେ ସେ ଯବନ ଦେଶର ଜଣେ ରାଜା ଥିଲା। ସେ ଅତି କାମୁକ ଓ କୁପ୍ରକୃତିର ଥିଲା ଓ କାମାସକ୍ତ ଜୀବନ ଯାପନ କରୁଥିଲା। କୌଣସି ବାଧା ଓ ନିୟମକୁ ଖାତିର ନ କରି ସ୍ତ୍ରୀ ଲୋକଙ୍କ ଅନୁଧାବନ କରୁଥିଲା। ତାର ସବୁ ପାପ ସୀମା ଲଙ୍ଘନ କଲା। ଏକଦା ଶତ୍ରୁ ରାଜ୍ୟର ରାଜାଙ୍କ ସହ ଯୁଦ୍ଧରେ ସେ ପ୍ରାଣ ହରାଇଲା। ତାର ଜୀବ ଯମରାଜାଙ୍କ ଦରବାରକୁ ନିଆଗଲା ଓ ସେ ନର୍କଗାମୀ ହୋଇ ବହୁ କଷ୍ଟ ଭୋଗ କଲା। ତାର କୃତ ପାପ କର୍ମ ହେତୁ ତାକୁ ବିଭିନ୍ନ ଜୀବ ଭାବେ ଜନ୍ମଗ୍ରହଣ କରିବାକୁ ପଡ଼ିଲା। ବିଭିନ୍ନ ଜନ୍ମରେ ସେ ବାଘ, ଭାଲୁ, ଶ୍ୱାନ, ଓଟ, ବାନର, ମାର୍ଜାର, କଇଁଛ, ବେଙ୍ଗ ଇତ୍ୟାଦି ଭାବେ ଜନ୍ମ ଲାଭ କରିଥିଲା। ରାକ୍ଷସ ରୂପେ ବହୁ ଯନ୍ତ୍ରଣା ସେ ପାଇସାରିଲାଣି ଓ ଏହା ସବୁ ତାର କୃତକର୍ମର ଫଳସ୍ୱରୂପ। କେବଳ ଭସ୍ମର ସ୍ପର୍ଶ ହେତୁ ତାର ଆତ୍ମା ଭିତରେ ଶାନ୍ତି ବିରାଜମାନ ହୋଇଥିଲା ଓ ସେ ପୂର୍ବରୁ କେବେ ଲାଭ କରିନଥିଲା। ସେ ଅପାର ଆନନ୍ଦ ଓ ଶାନ୍ତି ଲାଭ କରିପାରିଛି। ପୁନଶ୍ଚ ସେ କହିଲା, ଯେତେ ପଶୁ ଓ ମଣିଷମାନଙ୍କୁ ଭକ୍ଷଣ କଲେ ମଧ୍ୟ ପୂର୍ବରୁ ତାର କ୍ଷୁଧା ନିବାରିତ ହେଉନଥିଲା। ସେ ବାମଦେବଙ୍କୁ ପ୍ରାର୍ଥନା କରି କହିଲା, କେବଳ ଭସ୍ମ ସ୍ପର୍ଶରେ ଆସି ମୋର ଏପରି ପରିବର୍ତ୍ତନ ଘଟିଲା। ଦୟାକରି ମୋତେ ଭସ୍ମର ଶକ୍ତି ସମ୍ବନ୍ଧରେ ବିଶଦ ଭାବେ କୁହନ୍ତୁ। ବାମଦେବ ରାକ୍ଷସକୁ କହିଲେ, ଭସ୍ମର ଶକ୍ତି ବର୍ଣ୍ଣନାତୀତ। ଶିବଙ୍କ ବ୍ୟତୀତ ସମ୍ପୂର୍ଣ୍ଣ ରୂପେ ଭସ୍ମ ସମ୍ପର୍କିତ ଜ୍ଞାନ ଆଉ କାହାର ନାହିଁ। କେବଳ ଏଥିପାଇଁ ସେ ତାଙ୍କ ସମଗ୍ର ଶରୀରରେ ଭସ୍ମ ଧାରଣ କରିଥାନ୍ତି। ଏ ସଂକ୍ରାନ୍ତରେ ଘଟଣାଟି ନିମ୍ନରେ ଆଲୋଚିତ ହୋଇଛି। ଏକଦା ଦ୍ରାବିଡ଼ ଦେଶରେ ଜଣେ ବ୍ରାହ୍ମଣ ବାସ କରୁଥିଲେ। ସେ ତାଙ୍କ ଜୀବନରେ କେତେଗୁଡ଼ିଏ ମନ୍ଦ କାର୍ଯ୍ୟରେ ଲିପ୍ତ ରହୁଥିଲେ ଓ ଅନ୍ୟମାନଙ୍କ ପଦାର୍ଥ ଓ ଧନ ଚୋରି କରୁଥିଲେ। ଥରେ ଚୋରି କରିବା ବେଳେ ସେ ଧରାପଡ଼ି ପ୍ରହାର ଖାଇଲେ। ପ୍ରହାର ଖାଉ ଖାଉ ସେ ଗଭୀର ଭାବେ ଆଘାତ ପ୍ରାପ୍ତ ହେଲେ ଓ ତାଙ୍କର ମୃତ୍ୟୁ ହୋଇଗଲା। ଶ୍ମଶାନରେ ତାଙ୍କ ଶରୀରକୁ ଲୋକ ଫୋପାଡ଼ି ଦେଲେ। ଏହି ସମୟରେ ସେହି ଶ୍ମଶାନରେ ଗୋଟିଏ କୁକୁର ଏକ ପୋଡ଼ା ଶବର ଚିତା ଭସ୍ମ ଉପରେ ବସିଥିଲା। କୁକୁରଟି ବ୍ରାହ୍ମଣର ଶବକୁ ଦେଖି ସେଠାକୁ ଆସିଲା ଓ ଶବକୁ ଶୁଙ୍ଘି ଶୁଙ୍ଘି ଏହା ଉପରେ ବସିଲା। ଏପରି କରୁଥିବା ବେଳେ ତା ଦେହରେ ଲାଗି ରହିଥିବା କିଛି ଭସ୍ମ ଶବ ଉପରେ ଯାଇ ପଡ଼ିଲା। ଶବ ଉପରେ ଚିତାଭସ୍ମ ପଡ଼ିବା ପରେ ସେଠାକୁ ଶିବ ଦୂତମାନେ ଆସି ପହଞ୍ଚିଲେ। ସେତେବେଳେ ସେଠାକୁ ଯମଦୂତଗଣ ମଧ୍ୟ ତାର ଜୀବକୁ ଘେନି ଯିବା ପାଇଁ ପହଞ୍ଚି ସାରିଥିଲେ। ମାତ୍ର ଶିବଦୂତଗଣ ଜୀବକୁ ନେବାକୁ କହିବାରୁ ଶିବଦୂତ ଓ ଯମଦୂତଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହେଲା। ଯମଦୂତମାନେ କହିଲେ, ଉକ୍ତ ବ୍ରାହ୍ମଣ ଜୀବନ ବ୍ୟାପୀ ମନ୍ଦ ଓ କୁକର୍ମରେ ଲିପ୍ତ ଥିବାରୁ ଧର୍ମରାଜା ତାର ଜୀବନକୁ ଯମାଳୟକୁ ଘେନି ଯିବାକୁ ଆଦେଶ ଦେଇଛନ୍ତି। ମାତ୍ର ଶିବଦୂତମାନେ କହିଲେ, ସେ ଯେତେ କୁକର୍ମ ଓ ପାପ କରିଥିଲେ ମଧ୍ୟ ତାର ଶରୀର ଭସ୍ମରେ ବିଭୂଷିତ ହେତୁ ଭଗବାନ ଶିବ ତାର ଜୀବକୁ ଶିବାଳୟକୁ ଘେନିଯିବାକୁ କହିଛନ୍ତି। ଭଗବାନ ଶଙ୍କରଙ୍କର ନିର୍ଦ୍ଦେଶ ଅନୁଯାୟୀ ଯାହାର ଶବର ଶିର କିମ୍ବା ଶରୀରର ଯେଉଁ ଅଂଶରେ ହେଉ
ଭସ୍ମ ଲାଗିଥିଲେ ତାର ଜୀବ କୈଳାସକୁ ନିଆଯିବ। ଏପରି ଯୁକ୍ତିତର୍କ ପରେ